କେତେବେଳେ ମୁଁ ଆତ୍ମହତ୍ୟା କରିଦେବି ମୁଁ ଆତ୍ମହତ୍ୟା କରିଦେବି। କଣ ଲୋକମାନେ ଘରେ ଆସିଲେ କେମିତି ସନ୍ନା ଦେଇ କଥାବାର୍ତ୍ତା ହେବା ଦରକାର ମୁଁ କଣ ଜାଣିନୁ? ମୁଁ ମନେ ଯୋଉ ଆଖିରେ ଦେଖିଛି ସେଇ ମନ ତୋ ବାପାକୁ ମାରିଦେଲା। କେମିତି ବିଶ୍ୱାସ କରିବି ମା? ମୋ ବାପାକୁ ମାରିଛି ବୋଲି ବିଶ୍ୱାସ କରିବାକୁ ପଡ଼ିବ। କାହିଁ ବିଶ୍ୱାସ ମା ସେଇ ଲୋକମାନେ ମତେ ଦିନେ ହଇରାଣ କରୁଥିଲେ ଆଉ ତମେ ପୁଣି ତାଙ୍କ କଥାରେ ରାଜି ହେଇଯାଇଥିଲ। ମୁଁ ଭଲ ଭାବରେ ଜାଣିଛି ସେ ଦେବରା ଭଲ ମଣିଷ ନୁହଁ। କହୁଛି ମା ମୁଁ ସତ କହୁଛି ଶ୍ରିୟା। ମନୋଜ ତୋ ବାପାକୁ ମାରିଦେଲା ମୁଁ ମନେ ଆଖିରେ ଦେଖିଛି। ମୁଁ ଆସି ଦେଖିଲା ବେଳକୁ ମନୋଜ ଆସି ମାରି ଦେଇଥିଲା। କାହାକୁ ବିଶ୍ୱାସ କରିବି ରେ ମା? ଆରେ ତୁ କହ ମୁଁ କାହାକୁ ବିଶ୍ୱାସ କରିବି? ମନୋଜ ସେମିତିକା ମଣିଷ ନୁହଁ ମା। ମୁଁ ତାକୁ ଭଲ ଭାବରେ ଜାଣିଛି। କେବେ ବି ମୋ ବାପାଙ୍କୁ ମାରି ନଥିବ। ମୁଁ ତାକୁ ଛୋଟବେଳୁ ଭଲ ପାଉଛି। ମୁଁ କେମିତି ବିଶ୍ୱାସ କରିବି ମୋ ବାପାକୁ ମାରିଛି ବୋଲି? ମୁଁ ଭଲ ଭାବରେ ଜାଣିଛି ସେ କେବେ ବି ଏମିତି ଭୁଲ କରିନଥିବ। ତୁ କହିଲେ ମୋ କଥା ବୁଝୁନୁ କାହିଁକି? ମୁଁ ମନେ ଆଖିରେ ଦେଖି ସରିଲା ପରେ ବି ତୁ ମତେ ବିଶ୍ୱାସ କରୁନୁ। ତୋର ମାକୁ ବିଶ୍ୱାସ ନାହିଁ। ମୁଁ ତତେ ଜନ୍ମ ଦେଇଛି ରେ। ମିଛ କହିବି କାହିଁକି? କଥା ଗୋଟିଏ ବିଶ୍ୱାସ କର। ଭଗବାନ ଶେଷରେ ମନ ଗୋଟେ ଧୋକେବାଜ ହେଇଗଲା। ମୋ ପ୍ରେମ ଭଲ ପାଇବାକୁ ଭୁଲି ଯାଇ ଶେଷରେ ମୋ ବାପାକୁ ମାରିଦେଲା। ମଣିଷ ଅଛି ମୋ ଭଲ ପାଇବା କଣ ତ ସାତପର ହେଇଥିଲା ମା? ମଣିଷ ଚିହ୍ନିବାରେ ମୋର ଭୁଲ ହେଇଗଲା ମା। ମୋର ଭୁଲ ହେଇଗଲା। ତୁ ଆଉ ମନ ଦୁଃଖ କରନି। ଚାଲ ଭିତରକୁ ଚାଲ। ଏଇ ବଞ୍ଚିବାକୁ ହେଲେ ଦୁଃଖକୁ ସହିବାକୁ ପଡ଼ିବ ରେ ମା। ଦୁଃଖକୁ ସହିବାକୁ। ସତରେ ଭଲ ପାଇବାଟା ତ ମୁଁ ଛାଡ଼ି ନଥିଲି। ବଡ଼ ଘରର ଝିଅକୁ ଭଲ ପାଇ ମୁଁ ସୁଖରେ ରହିବି ବୋଲି ଭାବିଥିଲି। କିନ୍ତୁ ତାରି ପାଇଁ ମୋ ହାତ ଗୋଡ଼ ଭାଙ୍ଗି ଯାଇଛି। କଣ କରିବି? ଯଦି ସମସ୍ତେ କହୁଛନ୍ତି ମୁଁ ଗୋଟେ ଖୁନି, ମୁଁ କଣ ମଣିଷ ମାରିଛି? ଆରେ ନାହିଁ ନା, ମୁଁ ତ ଯେମିତି ହେଲେ ବି
ଶ୍ରେୟା କୁ ସତ କଥାଟା କହିବାକୁ ପଡ଼ିବ। ଶ୍ରେୟା ଯଦି ଅବିଶ୍ୱାସ କଲା ତାହେଲେ ତାହେଲେ ତ ମୁଁ ଝିଅଟା ଶବ ପାଲଟି ଯିବି। ଆଜି ମୁଁ ସତ କଥାଟା ନିଶ୍ଚୟ କହିବି। ମୁଁ କହିବି। ଏସବୁ ଲୋକ କହୁଛନ୍ତି ମୁଁ ଗୋଟେ ଖୁନି ବୋଲି। ଏଲେ ଶ୍ରେୟା ଏମାନେ ସବୁ ମିଛ କହୁଛନ୍ତି। ଓ ଶ୍ରେୟା ଏମାନେ ସବୁ ମିଛ କହୁଛନ୍ତି। ଏ ଶ୍ରେୟା ମତେ ଥରେ ବୁଝିବାକୁ ଚେଷ୍ଟା କର। ମତେ ତାକୁ ଚମକ ଯାଉଛ କାହିଁକି? ଚୁପ କର। ଆରେ କୋଉଟା ମିଛ? ମୋ ମା ଯାହା ସବୁ କହିଲେ ତାଙ୍କ କଥା ମିଛ ନା ଆମ ଦୁଇଙ୍କ ଭଲ ପାଇବା ମିଛ? ବାହାରେ କି ଅଭିନୟ କରୁଛ ମୋ ବାପାଙ୍କୁ ମାରି ଦେଇକି? ସତରେ କହ। ଆରେ ସତରେ କହ। ମୁଁ ତୋ ବାପାକୁ ମାରି ଦେଇଛି। ତମେ ମାରିଛ? ମତେ ବିଶ୍ୱାସ କର। ଆରେ ମତେ ବିଶ୍ୱାସ କର। ମୁଁ ତମ ବାପାକୁ ମାରିନି। ତୋ ପ୍ରେମର ରାଣ। ମୁଁ କେମିତି ବିଶ୍ୱାସ କରିବି? ତମେ ମତେ ବିଶ୍ୱାସରେ ବିଷ ଦେଇଛ। ମୁଁ କେମିତି ବିଶ୍ୱାସ କରିବି ତୁମକୁ? ତାମାନେ ମୋ ମା କଣ ମିଛ କହୁଛି? ସେ ମତେ ଜନ୍ମ ଦେଇଛି, କେବେ ମତେ ମିଛ କହିନଥିବ। ଶ୍ରେୟା ତୋରି ପାଇଁ ମୋ ହାତ ଗୋଡ଼ ଭାଙ୍ଗି ଯାଇଛି। ଆଉ ତୁ ଅନେକ ଆଶା ନେଇକି ଆସିଛି। ତୁ ଯଦି ବିଶ୍ୱାସ କଲେ ମୁଁ ମରିଯିବି। ମୁଁ ମରିଯିବି। ମୁଁ ତୁମକୁ କେତେ ବିଶ୍ୱାସ କରିଥିଲି, ତମେ ସେଇ ବିଶ୍ୱାସରେ ବିଷ ଦେଇଛ। ମୁଁ କେତେ ବଡ଼ ବିଶ୍ୱାସ କରି ତୁମ ମାର ଅପରେସନ ପାଇଁ ଟଙ୍କା ଖର୍ଚ୍ଚ କରିଥିଲି। ଆଉ ତୁମ କାମ ପାଇଁ ଶେଷରେ ମୋରି ଘରକୁ ଆସି ମୋ ବାପାକୁ ଜୀବନରେ ମାରିଦେଲ। ତଥାପି ଲାଗୁଛି ମୁଁ ତୋ ବାପାକୁ ମାରି ଦେଇଛି। ଶ୍ରେୟା ଏ କଣ ତୋର ଭଲ ପାଇବା? ଏ ତୋର ଭଲ ପାଇବା, ତୋର ବିଶ୍ୱାସ ନାହିଁ। ଭଲ ପାଇବାର ଦୋଷ ଦଉଛ କାହିଁକି? ସେଦିନ ମୋ ବାପା ଆସି ମନେ କରିଦେବାରୁ ତମେ ସିଧା ମୋ ଘରକୁ ଆସି ମୋ ବାପାକୁ ମାରି ଦେଇଛ। ଠିକ ଅଛି, ତମେ ଯଦି ବିଶ୍ୱାସ କରୁନ ଅବୁଝା ମଣିଷକୁ ବୁଝାଇବା କିଏ? ଠିକ ଅଛି। ଆରେ ଠିକ ଅଛି, ମୁଁ ତୋ ବାପାକୁ ମାରିଦେଇ ଭାବୁଛୁ ନା? ମୁଁ ମାରି ଦେଇଛି। ଠିକ ଅଛି। ହେଲେ ଶ୍ରେୟା ମନେ ରଖ, ଆଜି ମୁଁ ବଡ଼ କରି ଝିଅକୁ ଭଲ ପାଇ ସୁଖରେ ରହିବି ବୋଲି ଭାବିଥିଲି, କିନ୍ତୁ ଆଜି ମତେ କାନ୍ଦିବାକୁ ପଡୁଛି। ଚାଲିଯିବି, ଏଠାରୁ ଅନେକ ଦୂରକୁ ଚାଲିଯିବି। ମୁଁ ମରିଗଲେ ତୁ ଖୁସିରେ ରହିବୁ। ତୁ ଖୁସିରେ ରହିବୁ। ଭଲ ହବ ତୁ ହେଇ ଜାଗା ଚଢି ଚାଲିଛ। କାହିଁକି ନା ଗୋଟିଏ କୁଲି ସହିତ ତୋ ପୁଅ ଦେଖିବାକୁ ବି ମୋତେ ଘୃଣା ଲାଗୁଛି, ଘୃଣା। ଶୀଘ୍ର ଚାଲିଯା। ଚାଲିଯିବି। ଧୀରେ ମନ ଜୀବନ ଦେଇ ଭଲ ପାଉଥିଲୁ, ଆଜି ମୋ ମୁହଁ ଦେଖିଲେ ଘୃଣା ଲାଗୁଛି। ତୁମ ଭଲ ପାଇବାକୁ ଧୀରେ ପ୍ରେମ ଅଛି। ବଡ଼ ଘରର ଝିଅକୁ ଭଲ ପାଇ
ଆଜି ମୁଁ କାନ୍ଦୁଛି ଚାଲିଯିବି ଏଠାରୁ ଚାଲିଯିବି ମନେ ରଖ ଆଜି କାନ୍ଦୁଛି କେବଳ ତୋରି ପାଇଁ ଓ ତୋରି ପାଇଁ এতে স্বপ্ন হিলাহে মনরে স্বপ্ন দেখে আজ রহিগলা তারে স্বপ্ন দেখে আজ রহিগলা তারে কেতে আছকে থিলা এই মনরে স্বপ্ন দেখে রহিগলা তারে স্বপ্ন দেখে রহিগলা তারে তবে তো নিজর ভর করিলে তবে তো নিজর ভর করিলে স্বপ্ন দেখে ভর করিলে তমে তো নিজর ভর করিদেল নিজর তো কেহি নাই নিজর তো কেহি নাই কাঁদুছি কেবল তোরি পাই কাঁদুছি কেবল তোরি পাই কাঁদুছি কেবল তোরি পাই ଭଗବାନ ଏସବୁ କଣ ଘଟୁଛି ମୁଁ କିଛି ବୁଝିପାରୁନି ସେଇଦିନ ମୋ ବାବା ଠିକ କହିଥିଲେ ତାଙ୍କର କଥା ନ ଧରି ଆଜି ଏସବୁ ବଞ୍ଚେଇବାକୁ ପଡୁଛି କାହିଁକିନା ମୋ ନିଜ ଇଚ୍ଛାରେ ଭଲ ପାଇ ମୁଁ ବହୁତ ବଡ଼ ଭୁଲ କରିଦେଇଛି ବହୁତ ବଡ଼ ଭୁଲ କରିଛି ମୋତେ ଆଉ ବଞ୍ଚିବାକୁ ଇଚ୍ଛା ନାହିଁ ଏ ଦୁନିଆରେ ବଞ୍ଚିଲେ ଲାଭ କଣ ଚାହୁଁଛି ମୁଁ ଆତ୍ମହତ୍ୟା କରିଦେବି ମୁଁ ଆତ୍ମହତ୍ୟା କରିଦେବି
ରହିଗଲା ମୋ ସାଙ୍ଗ ଘରକୁ ଆସିଛି ଆରେ ମୋ ସାଙ୍ଗ ପୁଣି ଗଲା କୁଆଡ଼େ ଏ ମନୋଜ ଭାଇ ତମେ କୋଉଠି ଅଛ ଆରେ ମାଉସୀ ହେ ମାଉସୀ ମୋ କଥା ଶୁଣୁନାହାନ୍ତି କଣ ମାଉସୀ ତମେ କୋଉଠି ଅଛ ହେ ମନୋଜ ଭାଇ ହେ ଦେਖ ତୋ ସାଙ୍ଗ ଆସିଯାଇଛି କୋଉଠି ଅଛ ମନୋଜ ଭାଇ ହଁ ବହୁତ ଦିନ ପରେ ଘରକୁ ଆସିଲି ତ ସେଇଥିପାଇଁ ତ ମନୋଜ ଭାଇ ମୋ ଉପରେ ରାଗିଯିବ ଯେ ଏ ମନୋଜ ଭାଇ ଏଇ ଦେଖ ମୁଁ କାନ ଧରୁଛି ସରି ଏଠି ମୁଁ ଖପୁଥିଲି ମନୋଜ ଭାଇ ପୁଣି ଗଲା କୁଆଡ଼େ ନା ମୋ ସାଙ୍ଗ ପୁଣି ମୁଁ ଆସିବା କଥା ସେ ଶୁଣି ଭିତରେ ଯାଇ ଲୁଚି ଯାଇଛି ଏ ମନୋଜ ଭାଇ ତୁ ଯେତେ ଥର ଲୁଚିଲେ ବି ଏଇ ଜିତୁ ତୋତେ ନିଶ୍ଚୟ କଜି ନେବ ଆସୁଛି ମନୋଜ ଭାଇ ମୁଁ ତତେ କଛି ନେବି ମନୋଜ ଭାଇ ଆରେ ମୋ ମନୋଜ ପଡେ ଆରେ ଗଲ କୁଆଡେ ଆରେ ଘରେ ତ କେହି ନାହାନ୍ତି ଆରେ ମୁଁ କାହାକୁ ପଚାରିବି ସେ ବିକ୍ରମ ବୋଧେ ମୋ ସବୁ ଘର ବାହାର କରିଦେଇଦେବ ନା ମୁଁ ସତୟ କରୁଛି କାହାକୁ ପଚାରିବି ଆରେ ସେଇଠି ତ ଜଣେ ଭଉଣୀ ଦେଖି ଯାଉଛି ଏ ଭଉଣୀ ମୋ କଥା ଟିକେ ଶୁଣିବେ ମୋ କଥା ଟିକେ ଶୁଣିବେ ଭାଇ କଣ ହେଲା ଭାଇ ମତେ ଡାକିଲେ କାହିଁକି କଣ ହେଇଛି କୁହନ୍ତୁ ମୋ ପାଖରେ ସମୟ ନାହିଁ ଯିବାର ଅଛି ସେପଟେ ମୋର ଗୁଡ଼ାଏ ବାକି ରହିଛି ଯାଇପାରିବ ତ ନିଶ୍ଚୟ ଯାଇପାରିବ ତ ନିଶ୍ଚୟ ମୁଁ କଣ କହୁଥିଲି କି ଏ ଘରେ ମନୋଜ ଭାଇ ଆଉ ମୋ ମାଉସୀ ଥିଲେ ସେମାନେ ଗଲେ କୁଆଡ଼େ ଜାଣିଥିଲେ କୁହ ନା ପ୍ଲିଜ ହଁ ଥିଲେ ତ ଏଇ କିଛି ଦିନ ହବ ଏ ଘର ଚାଲି ଯାଏ ସେମାନେ ହେଲେ ଭାଇ ମୁଁ ବି ଜାଣିନି ହେଲେ ଭାଇ ସେ ତୁମ ନିଜ ଲୋକ ଶୁଣି ନାହିଁ ସିଏ ମୋ ନିଜ ଲୋକ ନୁହଁ ସିଏ ମୋ ସାଙ୍ଗ ତ ତାଙ୍କର ଭାରି ମନେ ପଡ଼ିଗଲା ସେଇଥିପାଇଁ ମୁଁ ଦେଖା କରିବାକୁ ଚାଲି ଆସିଲି ହେଲେ ଭଉଣୀ ମୋ ସାଙ୍ଗ ତ ଏବେ ଘରେ ନାହିଁ ଯାଉଛି ମୋ ସାଙ୍ଗ ପୁଣି କଛିବାର ଅଛି ଭାଇ ଟିକେ ଶୁଣିବେ ମୁଁ କଣ କହୁଥିଲି କି ତମ ନାଁ ଟିକେ କହିପାରିବେ ପ୍ଲିଜ ମୋ ନା ଠିକ ଅଛି ତମେ ଯେତେବେଳେ ପଚାରୁଛ ମୁଁ ନିଶ୍ଚୟ କହିବି ମୋ ନାଁ ହଉଛି ଜିତୁ ଓ ତମ ଗୋଟେ ମୋ ଉପରେ ବିଶ୍ୱାସ କରୁନ ଆଉ ଠିକ ଅଛି ମୁଁ ତୁମକୁ ମୋ ନମ୍ବରଟା ଦଉଛି ନିଅ ମୋ ଭାଇ। କଲ୍ କରିବି। ନିଅ ନା ଭାଇ କେବେ ଏମିତି ଝିଅ ଦେଖିନ ଦେଖିଛି ବହୁତ ଦେଖିଛି ହେଲେ ତମ ପରି ସୁନ୍ଦରୀ ଝିଅକୁ ମୁଁ କେବେ ମୁଁ ଦେଖିନି ଆରେ ଛାଡ଼ ସେ ସବୁ ଏଇ ନିଅ ଏଇ ନମ୍ବର ନିଅ ମୋ ସାଙ୍ଗ ଦେଖିଲି ତମେ ନିଶ୍ଚୟ କଲ୍ କରିବେ ନିଅ ଭାଇ ଯାଉଛି ଭଉଣୀ ମୋ ସାଙ୍ଗ ପୁଣି କଛିବାର ଅଛି ଆସୁଛି